मार्च आरंभରୁ ହିଁ ଦେଖିବାକୁ ମିଳିଲାଣି ଗ୍ରୀଷ୍ମର ପ୍ରାଦୁର୍ଭାବ। ଦିନ 10ଟା ବାଜିଲା ବେଳକୁ ସହରର ତାପମାତ୍ରା ଉପରମୁହାଁ। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା। ସପ୍ତାହେ ହେବ ଜଳୁଛି ଟ୍ୱିନ୍ ସିଟି। କଟକରେ ଖରା ଅସମ୍ଭାଳ। ହେଲେ ଏହାରି ଭିତରେ ମଧ୍ୟ କାମକୁ ଯିବାକୁ ପଡ଼ିବ। ତେଣୁ ଏ ଟାଣ ଖରାରୁ ମୁକ୍ତି ପାଇବା ପାଇଁ କେହି ଛତା ଧରି ଯାଉଛି ତ ଆଉ କେହି ମୁଣ୍ଡରେ ଗାମୁଛା ପକାଇ। ହେଲେ ଏହାରି ଭିତରେ ବିଡମ୍ବନାର ବିଷୟ ହେଉଛି ନା ସହର ଭିତରେ କେଉଁଠି ଅଛି ମହାନଗର ନିଗମ ତରଫରୁ ଜଳଛତ୍ର, ନା ଖରା ଦାଉରୁ ଟ୍ରାଫିକରେ ଠିଆ ହେଲା ବେଳେ ମୁଣ୍ଡ ଉପରେ ଆଶ୍ୱସ୍ତି ଦେବା ପାଇଁ ଗ୍ରୀନ୍ ସିଟ୍। ଅନ୍ୟପଟେ କଟକ ମେୟର ପ୍ରତିକ୍ରିୟା ଦେଇ କହିଛନ୍ତି ଚଳିତ ବର୍ଷ ସିଏମସି ତରଫରୁ ବିନା କାହା ସହଯୋଗରେ ସ୍ୱତନ୍ତ୍ର ଜଳଛତ୍ର ଖୋଲାଯିବ। ଏହାକୁ ତଦାରଖ କରିବା ପାଇଁ ଏକ ଟିମ୍ ମଧ୍ୟ ରହିବ। ଏତତ୍ସହ ଯେଉଁ ପିଲା ସେଠି ଦିନମାନ ରହିବ ତାକୁ ଦିନକୁ 500 ଟଙ୍କା ମଧ୍ୟ ଦିଆଯିବ। ଅନ୍ୟପଟେ ଗତ ବର୍ଷ ଗ୍ରୀନ୍ ସିଟ୍ ଲୋକଙ୍କୁ ବହୁତ ଆଶ୍ୱସ୍ତି ପ୍ରଦାନ କରିଥିଲା। ତେଣୁ ଚଳିତ ବର୍ଷ ମଧ୍ୟ ଏହାକୁ ଖୁବ୍ ଶୀଘ୍ର ସହରର ପ୍ରମୁଖ ଟ୍ରାଫିକ ଛକ ଗୁଡ଼ିକରେ ଲଗାଯିବ ବୋଲି କଟକ ମେୟର ସୁଭାଷ ସିଂ ପ୍ରତିକ୍ରିୟା ଦେଇ କହିଛନ୍ତି। ଜଳଛତ୍ର ପାଇଁ ଆମେ ପହର ଦିନ ମାନେ ଆଜି ହେଉଛି 12 ତାରିଖ, ଆମେ 10 ଦିନ ଉଚ୍ଚସ୍ତରୀୟ ବୈଠକ ହେଇଥିଲା ସବୁ ଅଫିସିଆଲ ମାନଙ୍କୁ ଡାକି ସବୁ ଡିପାର୍ଟମେଣ୍ଟକୁ ଲାଇନ୍ ଡିପାର୍ଟମେଣ୍ଟକୁ ଏ ସମସ୍ତେ ଜଳଛତ୍ରରେ ସହଯୋଗ କରନ୍ତୁ। ଆରଥର 118ଟା ଜଳଛତ୍ର କେନ୍ଦ୍ର ହେଇଥିଲା, ସିଏମସି 10ଟା ଜାଗାରେ କରିଥିଲା, ଗୋଟେ ଜାଗାରେ। ଏଥର ଆମେ ଦେଖୁଛୁ କିଛି ଜାଗାରେ ବିଭିନ୍ନ ବ୍ୟାଙ୍କର ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା, ଯେଉଁମାନେ ତାଙ୍କର ସ୍ୱତନ୍ତ୍ର ତାଙ୍କର ବ୍ୟବହାର ପାଇଁ ବ୍ୟବସ୍ଥା ଅଛି। କାରଣ କଟକ ସହର କେହି 1000 କୋଟି ଟଙ୍କା ଡିପୋଜିଟ୍ ଦେଉଛି, ଆଉ ତୁମେ କଟକ ସହର ସେବା ପାଇଁ କିଛି ଖର୍ଚ୍ଚ କରିବନି, ତୁମର ପ୍ରয়োଜନ ଅଛି। ସେ କ'ଣ କରୁଥିଲେ, ବ୍ୟାଙ୍କର ଷ୍ଟଲ୍ ମାରିଦେଲେ କିନ୍ତୁ କେହି ଲୋକ ନାହିଁ, ବାଗ ନାହିଁ, ପାଣି କୁଣ୍ଡ ଅଛି, ସେଠି ଗାଈ କୁକୁର ବୁଲିଲେ। ଆମେ ତାଙ୍କୁ ଏଥର କାଲି ସେଥିପାଇଁ ସ୍ୱତନ୍ତ୍ର ବୈଠକ ଡକାଯାଇଛି, ଆଜି ଡକାଯାଇଛି ଏବଂ ସେମାନଙ୍କ ସହ ଆଲୋଚନା ହେବ। ତୁମର ଯାହା ଆର୍ଥିକ ସାହାଯ୍ୟ କରିବା କଥା, ଗୋଟିଏ ଷ୍ଟଲ୍ କରିବ, 2ଟା ଷ୍ଟଲ୍ କରିବ, ତୁମେ ସେ ସହାୟତାଟା ଦେଇଦିଅ ସିଏମସିକି। ସିଏମସି ଲୋକ ରଖିବ, ଗୋଟେ ମନିଟରିଂ କମିଟି ରହିବ, ଦିନକୁ 500 ଟଙ୍କା ଜଣେ ନେବ, ସେ 7 ଘଣ୍ଟା ଡ୍ୟୁଟି କରିବ, ସକାଳ 9ଟାରୁ ବସିବ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ବସିବ ଜଣେ। ଏବଂ ଆମେ ତାକୁ ଷ୍ଟଲ୍ ବ୍ୟବସ୍ଥା କରିଦେବୁ, ସ୍ୱତନ୍ତ୍ର ବ୍ୟବହାର କରିକି ମାଠିଆ ଫାଟିଆ ବ୍ୟବସ୍ଥା କରିଦେବୁ, ପାଣି ଆଣିବା ବ୍ୟବସ୍ଥା କରିଦେବୁ। କିନ୍ତୁ ଜଣେ ଯଦି ଲେବର କାମ କରେ ସେ ବସିବ, ମୁଁ ପାଣି ଦେବ। କଟକରୁ ଆରିତ କୁମାର ମହାପାତ୍ରଙ୍କ ରିପୋର୍ଟ, ଖବର ଓଡ଼ିଶା।